ଆମେ ୟା ପରେ ଯିବା ଆମର ପଢି ପଢିକି ତ ଗୀତ ଶୁଣି ଶୁଣି ସମସ୍ତଙ୍କୁ ବୋଧେ ବୋର ଲାଗିଲାଣି। ଗୀତ ତ ସମସ୍ତେ ଶୁଣୁଛନ୍ତି। ଆଚ୍ଛା, କାହାର ଗୀତ ଶୁଣିକି କାହାର ମନ ବେଳେ ବେଳେ ଖରାପ ହେଇଯାଇଥିବ, କିଏ ସେଡ୍ ଗୀତ ଶୁଣିବାକୁ ଭଲ ପାଏ, କିଏ କଣ କିଏ ରୋମାଣ୍ଟିକ ଗୀତ ଶୁଣିବାକୁ ଭଲ ପାଏ, କିଏ ଭଜନ ଗୀତ ଶୁଣିବାକୁ ଭଲ ପାଏ, କିଏ କୋଉ ପ୍ରକାର ଗୀତ ଶୁଣିବାକୁ ଭଲ ପାଏ। କିନ୍ତୁ ତଥାପି ତଥାପି ସମସ୍ତଙ୍କ ମୁହଁରେ ହସ ଆସିଯାଏ, ସମସ୍ତଙ୍କ ମୁହଁରେ ହସ ଆସିଯାଏ କେତେବେଳେ ନା ଯେତେବେଳେ ଗୋଟେ କଳାକାର ବା ଗୋଟେ ହାସ୍ୟକାର କିଛି ଗୋଟେ କଥା କହିକି ତାଙ୍କ ମୁହଁରେ ହସ ଆଣିଦିଏ। ତ ଆମେ ଆଜି ଆମ କ୍ଲାସ 12 ର ସୁଦର୍ଶନ ବେଚ୍ ର ଅଲରାଉଣ୍ଡର କହିବାକୁ ଗଲେ, ଭଲ ସ୍କଲାର ଷ୍ଟୁଡେଣ୍ଟ ବି, ତା ସହିତ ଗୋଟେ ହାସ୍ୟକାର ବି, ଆଉ ତା ସହିତ ଭଲ ମ୍ୟାନେଜ ବି କରନ୍ତି, ପିଲା ମନିଟରିଂ ବି କରନ୍ତି ପିଲାମାନଙ୍କ ସହିତ, ସବୁବେଳେ ଲିଡରସିପ ରୁହେ। ତ ବା ବହୁତ ବଢିଆ ପିଲାମାନେ ଗେସ୍ କରିସାରିଲେଣି। ୟେସ୍, ସାଇ ଅଭିଷେକ। ଆମେ ଅନୁରୋଧ କରିବା ସାଇ ଅଭିଷେକ ଆଚାର୍ଯ୍ୟଙ୍କୁ ସେ ତାଙ୍କର କିଛି ହାସ୍ୟ କଳାର ପ୍ରଦର୍ଶନ କରିକି ଆମ ସମସ୍ତଙ୍କୁ ଆପ୍ୟାୟିତ କରିବେ। ସାଇ ଅଭିଷେକ। ତ ସମସ୍ତେ ଜାଣିଥିବ ଯେ ଆମର ଯୋଉ ବ୍ୟାଚ୍ ହଉଛି ସେଟା ହଉଛି କରୋନା ବ୍ୟାଚ୍। ତ ଆମେ ଏମିତି ବ୍ୟାଚ୍ ଯାହାର ବେଳା ହଉଛି ଏତେ ଖରାପ ଯେ ଘରେ ବସିକି ଜୁମ୍ ମିଟିଂ ରେ ପଢିଛୁ, କିଛି କରି ଦେଖିବାର ନାହିଁ। ଜୁମ୍ ମିଟିଂ ରେ ଏଣ୍ଟର ହେଲୁ, ଶୋଇପଡିଲୁ, କେହି ରଖିବାକୁ ନାହାନ୍ତି। ସେତେବେଳେ ତ ଆମେ ମେସେଜ ଓଡିଆରେ ଜଏନ୍ ହେଇନଥିଲୁ, ତ ସେତିକି ଆମକୁ କେହି ଟୋକିବାକୁ ନାହାନ୍ତି, କେହି ଗାଇଡ କରିବାକୁ ନାହାନ୍ତି। ତ ସେଇ ସମୟରେ ଆମକୁ କଣ ଥିଲା ନା, ଆମ ସାଙ୍ଗ ଥିଲା, ଆମର ବି ଗ୍ରୁପ ଥିଲା ଗୋଟେ। ତ ଏମିତି ହେଇକି କଣ ହେଲା ନା, ଆମର ସବୁବେଳେ ଅଭ୍ୟାସ ଥିଲା ଜୁମ୍ ମିଟିଂ ରେ ଜଏନ୍ ହେଲୁ, ନିଦ ପୁରା କରିବୁ ଆମର। ଏମିତି ହେଇକିରି କହିଲା ଯେତେବେଳେ ଆମ ସ୍କୁଲ ଖୋଲିଲା ତ ସେଥିରେ ଆମକୁ ସବୁଠୁ ବଡ ଅଧିକ ପ୍ରୋବ୍ଲେମ ହେଲା। କାରଣ କହିଲେ ଯେ 10ଟାରେ ଆସିକି ସ୍କୁଲରେ ପହଞ୍ଚ, ଆରେ ଆମେ ତ 6ଟାରେ ଶୋଇଛୁ, 10ଟାରେ କେମିତି ଉଠିକି ପଳେଇବୁ। ତଥାପି ବହୁତ କଷ୍ଟେ ମଷ୍ଟେ ଉଠିକିରି ବସ୍ ସାଇକେଲରେ ଯାଇକି ସ୍କୁଲରେ ପହଞ୍ଚୁ, ଆଖି ତଥାପି ବন্ধୁ, ହଁ ଆଜ୍ଞା ମ୍ୟାମ ପଢାନ୍ତୁ। ମତେ ମ୍ୟାମ ପଚାରିଲେ ସାଇ ବିର୍ସା ମୁଣ୍ଡା କିଏ? ମୁଁ କହିଲି ମ୍ୟାମ ନଟ୍ ଅଡିବଲ, ମୁଣ୍ଡରେ ଏବେ ଜୁମ୍ ମିଟିଂ ଚାଲିଛି। ମ୍ୟାମ କ୍ୟାମେରା ମ୍ୟାମ କହିଲେ ବେଟା ଆଖି ତ ଖୋଲ ଆଟଲିଷ୍ଟ। ତ ଏଇଭଳିଆ ଅବସ୍ଥାରେ ଆମେ କେମିତି ମ୍ୟାଟ୍ରିକ ପରୀକ୍ଷା ଦେଇ ସାରିଲୁ। ତାପରେ ଆମ ଇଚ୍ଛା ହେଲା କୋଉଠି ଗୋଟେ ନୂଆ ଆଡଭେଞ୍ଚରସ୍ ଆକ୍ଟିଭିଟି କରିବାକୁ ଯିବା, ଆଉ ଗୋଟେ ବୁଲିବାକୁ ଯିବୁ। କାରଣ ମୁଁ ସେତେବେଳେ ଗୋଟେ ଫିଲ୍ମ ଦେଖିଥିଲି, ଜିନ୍ଦଗି ନା ମିଲେଗି ଦୁବାରା, ସ୍ପେନ ଆଡଭେଞ୍ଚର କରିବାକୁ ଇଚ୍ଛା ଥିଲା। ତ ସେତେବେଳେ କଣ ହେଇଥିଲା ନା, ମୁଁ କହିଲି ଭାଇ ଚାଲ ଋଷିକେଶ ଯିବା, କାରଣ ଋଷିକେଶରେ ରାଫ୍ଟିଂ ହୁଏ। ହଁ ସତ କଥା, ମୁଁ ୟୁଟ୍ୟୁବରେ ଦେଖେ ଋଷିକେଶ ରାଫ୍ଟିଂ ଆକ୍ସିଡେଣ୍ଟସ, ମଜା ଲାଗେ। ଆଉ ସେଠି ମତେ ବି ଲାଗିଲା ଯେ ଆମର ବି ଏମିତି ଗୋଟେ ଭିଡିଓ ହବା ଦରକାର। ତ ମୁଁ ମୋର 2 ଜଣ ସାଙ୍ଗ, ପଣ୍ଡା ଆଉ ମୋର ସୋନୁ, ଆମେ 2 ଜଣ ସାଙ୍ଗ ଥିଲୁ। ଆମେ 3 ଇଡିୟଟ ଥିଲୁ ସ୍କୁଲର। ତ ଆମେ ବାହାରିଲୁ ଯିବୁ। ଆଉ ଗୋଟେ କଥା ସବୁଠୁ ହଇରାଣ ହେଲା ଏତିକି କଥା ଯେ ଆମେ 4ଟା ପହଞ୍ଚିଲୁ, ଆଉ ଜଣେ ଡ୍ରାଇଭର ବଇଥିଲେ। ଫାଷ୍ଟ କଥା ମୋ ଗାଡି, ମୁଁ ଡ୍ରାଇଭିଂ ସିଟରେ ବଇଛି। ଆମ ପୁଅ ପିଲା ଗୋଟେ ଅଲ୍ ଟି କଥା ଯେ ହଁ ମୁଁ ଆଗରେ ବସିବି, ପଛରେ ବସିଗଲେ କାଳେ ଝିଅ ନ ହେଇଯାଏ। ତ ମୁଁ ବସିଛି ଡ୍ରାଇଭିଂ ସିଟରେ, ସୋନୁ ମୋ ପାଖ ସିଟରେ ବଇଛି, ପଣ୍ଡା ଝଗଡା କରି ଗିଅର ଉପରେ ବଇଛି। ତ ଏଇ ଅବସ୍ଥାରେ ଆମେ ତଥାପି ତାକୁ ମ୍ୟାନେଜ କରି ତାକୁ ପଛକୁ ପଠେଇଲୁ। ସିଏ ଯେତେବେଳେ ଦେଖିଲା ଯେ ହଁ ଆମେ ରାଫ୍ଟିଂ କରିବାକୁ ଯାଉଛୁ, ରାଫ୍ଟିଂ ଗୋଟେ ୱାଟର ଆକ୍ଟିଭିଟି, ତ ସୁଇମିଂ ଶିଖିବା ଷ୍ଟାର୍ଟ କଲା ୟୁଟ୍ୟୁବରୁ। ଗାଡି ପଛକୁ ଯାଇକି ଯେତେବେଳେ ଚଲେଇଛି, ହାତ ସ୍କୁପ ଫରୱାର୍ଡ, ସିଏ ତା ଚଲେଇଛି, ସିଏ ତା ଦୁନିଆରେ ଅଛି। 20 ମିନିଟର ଭିଡିଓ ସାରିଲା, ମତେ କହିଲା ଭାଇ ମୁଁ ସୁଇମିଂ ଶିଖିଗଲି। ବୋଲେ ଅପେକ୍ଷା କରି ମୃତ୍ୟୁ ବି ଆସିଯିବ। ଏମିତି ହେଇକିରି ଯଦି ଆମେ ଯେ ଦିଲ୍ଲୀରେ ପହଞ୍ଚିଲୁ, ଦିଲ୍ଲୀରେ ଥିଲା ଆମେ ଋଷିକେଶ ଯିବାର ଥିଲା। ଦିଲ୍ଲୀରୁ ଋଷିକେଶ ଯିବାର ବାଟରେ ଗୋଟେ ମିରଟ ବୋଲି ଗୋଟେ ଜାଗା ପଡେ। ଆଉ ସେଠି ଗୋଟେ ଅନସେଟ ରୁଲ ଥାଏ ଯେ ଯଦି ତମ ଗାଡି ପଛରୁ ପିଟି ହେଇଛି ତ ଗାଡିରୁ ବାହାରିବନି। ତ ପଣ୍ଡାର ତ ବେଶୀ କ୍ଲିୟର ନଥିଲା, ତ ସେ କଣ କଲା ନା ଗାଡିରୁ ବାହାରି ଗଲା। ପୁରା ସେ ଫିଲ୍ ହେଇଯାଇଛି ଆନିମେ ଡାକୁ ଏକ ନମ୍ବର, ତାକୁ ଗୋଟେ ଢା କିନା ଜାବଡା ପଇଲା, ଆସି ଗୀତ ବୋଲି ଯାଉଛି ମାହୋଲ ବଡା ୱେବ ବି ବୋଲି, ଗୋଟେ ବଢିଆ ମ୍ୟାସଅପ୍ ହେଲା ଏଠି। ତ ଏଇ ଅବସ୍ଥାରେ ଆମେ ଯାଇକି ପହଞ୍ଚି ଯାଇଛୁ ଫାଇନାଲ ହୋଟେଲରେ। କିନ୍ତୁ ହୋଟେଲରେ ଯାଇକି ପହଞ୍ଚିଲା ପରେ ଜଣା ପଇଲା ଯେ ପଣ୍ଡାର ସିଏ ତା ମକସଦ ଭୁଲିଗଲା। କାରଣ ତାକୁ ଗୋଟେ ଝିଅ ଦେଖାରେ, ଯାହାର ନାଁ ହଉଛି ସିମରାନ। ମ୍ୟାକ୍ସ ଟୁ ମ୍ୟାକ୍ସ ତାଙ୍କ ସାଙ୍ଗେ 10 ମିନିଟ କଥା ହେଇଥିବ, ମତେ ଆସିକି କହୁଛି ଭାଇ ଆମର କିଛି ଚାଲିଛି। ମୁଁ କହିଲି 10 ମିନିଟରେ ମ୍ୟାଗି ତିଆରି କଲା ରିଲେସନସିପ ତିଆରି କରିତେ ପଳେଇ ଆଇଲୁ ନା ଭାଇ ତୁ ଦେଖ। ମୁଁ କହିଲି ଯଦି ଆମର ଫେୟାର ଆଣ୍ଡ ଲଭଲି ର ଫେସ୍ କାର୍ଡ ଏଠି ଅଛି ତ ମୁଁ ଏଠି ଅଛି, ସିମରାନ ସେଠି ଅଛି, ତୁ ଆ ଭିତରେ ହିଁ ନାହୁଁ। ନା ଭାଇ ତୁ ଆମକୁ ଦେଖି ଜଳୁଛୁ। ମୁଁ କହିଲି ଭାଇ ଅନ୍ଧ ଦେଖିଥିଲେ କହିଦେବୁ କିଏ ଜଳିକିରି ଅଛି,
ନା ଭାଇ ମୁଁ ତ ଭଲ କଥା ପାଇଁ କହୁଛି, ତା ଦିଟା ବେଷ୍ଟ ଫ୍ରେଣ୍ଡ ବି ଥିଲେ। ମୁଁ କହିଲି ବେଷ୍ଟ ଲୋକ ତୁ, ତୋଠାରୁ ସୁନ୍ଦର ପ୍ରାଣୀ ମୁଁ ଦୁନିଆରେ କେବେ ଦେଖିନି। ତ ଏମିତି ହେଲା, ଆମେ ଡିନର ଫିନର କରିସାରିଲୁ, ଗଲୁ ରୁମ କୁ ଗଲୁ। ରୁମ ରେ ବସିକିରି କଣ ନା ଆମର ଯେମିତି ପରୀକ୍ଷା ପ୍ରାକ୍ଟିସ ଚାଲିଛି, ଏକ୍ସାମ ପାଇଁ ପ୍ରାକ୍ଟିସ କଲା ଭଳିଆ କରୁଛୁ। ପଣ୍ଡା ସେ ତାର ସୁଇମିଂ ଶିଖା ଚାଲିଛି, ହାତକୁ ଫରୱାର୍ଡ ସିଧା ଚଲେଇଛି। ମୋର ଆଉ ସୋନୁର ଆମେ ବସିକି ୟୁଟ୍ୟୁବ ଦେଖୁଛୁ, କାଳେ ଯଦି ରାଫ୍ଟିଂ ରେ ରେସ୍ ଲାଗିଯାଏ ତ କେମିତି ତାକୁ ଡୋମେନ କରିକି ଜିତିକି ଅରା ତିଆରି କରିବାର ଅଛି। ତ ଏଇଭଳିଆ ଅବସ୍ଥାରେ ସକାଳ ହେଲା, ଆମେ ଆସିକିରି ପହଞ୍ଚିଗଲୁ, ଗଲୁ ଲାଫ୍ଟ ପାଖରେ। ଲାଫ୍ଟରେ ଆସି ପହଞ୍ଚିଗଲୁ, ବସି ଗଲୁ, ପୁରା ମାହୋଲ ପୁରା ଥଣ୍ଡା, ପବନ ଚାଲିଛି, ପୁରା ସମୁଦ୍ର ସାଉଣ୍ଡ ଆସୁଛି, ପୁରା ମସ୍ତ ମାହୋଲ ହେଇଗଲା। କିନ୍ତୁ ତା ସାଙ୍ଗରେ ସୁନା ବିଶ୍ୱାସ ହଉଛି ଆମ ପଣ୍ଡା ସାଙ୍ଗ, ସିଏ କଣ କଲା ନା ସିଏ ଭାବିଲା ଯେ ଆମ ରାଫ୍ଟରେ ସେ ସିମରନ ବି ଥିଲେ। ସେ କହିଲା ମୁଁ ମୋ ଗଳାରେ ଇମ୍ପ୍ରେସ କରିବି। ଆକ୍ଚୁଆଲି ସେ କଣ ଭାବୁଥିଲା ନା ସେ ଗୋଟେ ସିଙ୍ଗର, ଆଉ ତାକୁ ଡାଉଟ ବି ନଥିଲା, ଖାଲି ଲାଗେ ଯେ ତାକୁ ଏ ଦୁନିଆ ଆକ୍ସେପ୍ଟ କରିବ। ସିଏ ତାର ଗୀତ ଆରମ୍ଭ କଲା, ଦିଲ ଯାତା ହେ ଦିଲ ସମ୍ଭଲ ଯା, ଦିଲ ସମ୍ଭଲ ଯା। ମୁଁ କହିଲି ଭାଇ ଦିଟା ଅଲଗା ଲାଗା ଗୀତ ନା, ମୁଁ ନୂଆ ତିଆରି କରୁଛି। ଏମିତି ହେଇକିରି ସିଏ ଆମର ମୁଡ ଖରାପ କରିବାରେ ଲାଗିଛି। ଏତିକି ବେଳେ ଆସିକିରି କଣ ପହଞ୍ଚିଗଲେ ନା ଆମ ଇନଷ୍ଟ୍ରକ୍ଟର ରାଫ୍ଟର, ଯୋଉ ତାଙ୍କ ନାଁରେ ଇନଷ୍ଟ୍ରକ୍ଟ ଅଛି ତ ସେ ଇନଷ୍ଟ୍ରକ୍ସନ ତ ଦେବେ ନା। କିନ୍ତୁ ସତ କଥା କହୁଛି, ଯୋଉ ସେ ପାଣିକୁ ନବା ଆଗରୁ ମତେ ଇନଷ୍ଟ୍ରକ୍ସନ ଦେଇଥାନ୍ତେ ନା, ମୁଁ ମୋ ଗାଁ ପୋଖରୀ ଯାଇ ଗାଧେଇ ପଡିଥାନ୍ତି, କିନ୍ତୁ କେବେ ରାଫ୍ଟିଂ କରିବାକୁ ଯାଇନଥାନ୍ତି। ଏଇଭଳିଆ ହେଇକି ସେ ବସିଲେ, ପଣ୍ଡରା ଚାଲିଛି। ଏଠି ଯୋଉମାନେ ମୋ ଭଉଣୀ ଅଛନ୍ତି, ବଡ ଭଉଣୀ ସାନ ଭଉଣୀ ଯୋଉମାନେ ବି ଅଛନ୍ତି, ତାଙ୍କୁ ହାତ ଯୋଡି ଅନୁରୋଧ କରିବାକୁ ଚାହୁଁଛି, ଯଦି ଆପଣଙ୍କୁ କିଛି ଖରାପ ଲାଗୁଛି ତ ତାକୁ କୁହ ସେ ଖରାପ ଲାଗୁଛି। ଇଏ ପଣ୍ଡା ତାର ଚଲେଇଛି, ଇଏ ତାଙ୍କ ପଛରେ ଆଉ ଯୋଉ ଲାଗିଛନ୍ତି, ଯେ ପଣ୍ଡା ଯେତେବେଳେ ଗୀତ ବୋଲଛି ଇଏ ଲାଗିଛନ୍ତି, ଓ ମାଇ ଗଡ ୟୁ ଆର ସୋ ଇନଷ୍ଟ୍ରୁମେଣ୍ଟାଲ। ମୁଁ କହିଲି ଫଟା ତାବଲା ଇଏ। ତ ଏଇଭଳିଆ ଅବସ୍ଥାରେ ଆମକୁ ପାଣି ଭିତରକୁ ନିଆଗଲା। ଆମର ରାଫ୍ଟର ଇନଷ୍ଟ୍ରକ୍ଟର ଷ୍ଟ୍ରିକ୍ଟ ହେଇ ବଇଛନ୍ତି, କିଛି କହିବାର ନାହିଁ। ଫାଷ୍ଟ ମୁଁ କହିଲି ଭାଇ ମରିଯିବା ନା, ଲିସନ ଟୁ ମି ଚପୁ, ହ୍ୟାଣ୍ଡ ଫରୱାର୍ଡ, when the boat go ahead, when the ଚପୁ backward, rate figure out from yourself। ମୁଁ କହିଲି ଭାଇ ଇଏ କଣ ନା, ଫାଷ୍ଟ ଡେ ଆଟ୍ ୱାର୍କ ଲିଟିଲ ନର୍ଭସ। ମୁଁ କହିଲି ଭାଇ ମୁଁ ମ୍ୟାକ୍ସ ନର୍ଭସ। ଏମିତି ହେଇକିରି କଣ ହେଇଛି ନା ଷ୍ଟାର୍ଟ ହେଇଗଲା ଆମ ରାଫ୍ଟ ରାଇଡିଂ। ଆମ ରାଫ୍ଟ ଛଡା ଆଉ ସମସ୍ତେ ଏନ୍ଜୟ କରୁଛନ୍ତି, ଆମର ଚାଲିଛି ଡିପ୍ ସି ରାଇଡିଂ। ଭାବୁଛୁ ଏବେ ଏନ୍ଜୟ କରିବୁ, ପାଣିରେ ପଡି ଯାଉଛୁ। ଭାବୁଛୁ ହଁ ଏବେ ଏନ୍ଜୟ କରିବୁ। ଆଉ ତମେ ଯୋଉଟା ଯୋଉମାନେ ଜାଣିନାହାନ୍ତି ଯେ ରାଫ୍ଟଟା କଣ ଥାଏ ନା, ରାଫ୍ଟ ଗୋଟେ ସର୍କୁଲାର ଟାଇପ ର ବୋର୍ଡ ଥାଏ, ତା ମଝିରେ ପଟା ଥାଏ। ଆଉ ଭାବିବୁନି ଯେ ପଟାରେ ସେ ଶାନ୍ତ ହେଇକି ବସିଯିବ, ନାଇଁ ନା ନା, ପଟାରେ ଏମିତି ଗୋଡଟାକୁ ପସେଇବ, ପଛକୁ ଏମିତି ଆସି ବସିବ, ଯେମିତି ତମ ଅଧା ପଛ ଆଉ ତମ ମୃତ୍ୟୁ ଆକାଶରେ ଥିବ। ଏଇଭଳିଆ ଅବସ୍ଥାରେ ଆମେ ପାଣିରେ ବୁଡି ବୁଡିକି ଚାଲିଛୁ, ଭାବୁଛୁ ଏବେ ମନେ ନେଇବୁ, କିନ୍ତୁ ପାଣିରେ ବୁଡି ଯାଉଛୁ। ତ ଏତିକି ଭିତରେ ମତେ ସେ ରାଉତ ଭାଇ ଡାକିକିରି କହୁଛନ୍ତି, ଭାଇ ଟିକେ ଶୁଣିଲ। ମୁଁ କହିଲି ଆଜ୍ଞା କଣ କୁହନ୍ତୁ। ନା ମୋର ମୋତିଆ ବିନ୍ଦୁ ଅପରେସନ ହେଇଛି ରିସେଣ୍ଟଲି, ମତେ ଆଗର ଟିକେ କ୍ଲିୟର ଦେଖାଯାଉନି। ମୁଁ କହିଲି ଆଗରେ ପଥର ପଳେଇ ଆଇଲା ନା, ଓକେ ରାଇଟ ସାଇଡ ଲେଫ୍ଟ ଫରୱାର୍ଡ। ସେଥିରେ ପଣ୍ଡା କହୁଛି, ବ୍ରଦର ୟୁ ଆର୍ ନଟ୍ ଅଡିବଲ। ମୁଁ କହିଲି ଗୁଡ ଫର ୟୁ, ହି ଇଜ କ୍ୟାମେରା ବ୍ଲର। ତ ମତେ ଏଡେ ଜୋର ଡର ଲାଗିଲା, ମୁଁ ପଟାକୁ କାମୁଡିକି ଧରି ବଇଛି, ଭାଇ ମତେ ଓହ୍ଲେଇ ଦିଅ, ମୁଁ ହାର୍ଟ ଫେଲ ହେଇଯିବ, ଭାଇ ମତେ ଓହ୍ଲେଇ ଦିଅ, ଭାଇ ମତେ। ମୁଁ ଦେଖିଲା ସେ ଭାଇ ନାହାନ୍ତି, ସେ ଭାଇ ନିଜେ ପାଣି ଗଳି ପଡୁଛନ୍ତି। ଯାହାର କାମ ଥିଲା ମୋ ଜୀବନ ବଞ୍ଚେଇବାର, ସିଏ ନିଜେ ପାଣି ପଡି ବାକୁଛନ୍ତି, ଭାଇ ରୋ ଭାଇ ରୋ। ପଣ୍ଡା କହିଲେ ଏତେବେଳେ ମୋର କାମ ହେଲା, ମୁଁ ହିରୋଗିରି ଦେଖେଇବି। କିଟ୍ ଖୋଲା, ଟୋଟାଲି ରୋପ ବାହାର କଲେ, ଟୋଟାଲି ସହିତ ଫୋପାଡ଼ି ଦେଲା। ସିଏ ଭାଇ ତଳୁ ଧରିକି କହିଲେ ଭାଇ ଟାଣ, ଭାଇ ଟାଣ। ଆର ନୋଟା ତାଙ୍କ ହାତକୁ ଆସିଲା। ସିଏ ତାକୁ ଶୋଧିକିରି କହୁଛି, ଭାଇ ଆର କଣ ସ୍କିପିଂ କରିବେ ଏଠି ନା। ପଣ୍ଡା କହୁଛି ଅପେକ୍ଷା କର, ମତେ ଦେଖ, ମତେ ସୁଇମିଂ ଆସେ ପ୍ରପରଲି, ତ ଦେଖ ହାତ ସ୍କୋପ ଫରୱାର୍ଡ, ହଁ ହଁ ସେମିତି କରୁଥା, ମାନେ ଆଗରେ ନେଇ ଲଗଉଛୁ। ମୁଁ କହିଲି ଭାଇ ଏଇଟା ତ ବାପାର ଅଲ୍ଟୋ, ଯେ ତୁ ବ୍ରେକ୍ ମାରିକି ସାଇଡରେ ନେଇ ଲଗେଇବୁ ନା, ତୁ ଗୋଟେ କାମ କରୁ, ତୁ ସାଇଡରେ ଲଗା, ଆଗରେ ବସ, ପୁରା କାଟିଦେ, ଯାହା ହବ ସାଡକୁ ଦେଖାଯିବ। ତ ଏଇ ଅବସ୍ଥାରେ କଣ ନା ଆମର ଚାଲିଛି। ଏତିକି ଭିତରେ କଣ ହେଲା, ରାଫ୍ଟ ଇନଷ୍ଟ୍ରକ୍ଟର ମାନଙ୍କୁ ଜଣା ପଡିଗଲା ଯେ ହଁ ଗୋଟେ ରାଫ୍ଟ ଇନଷ୍ଟ୍ରକ୍ଟର ହିଁ ପାଣିରେ ଡୁବି ମରିଛି। ତ ପଛରୁ ସେ ହେଲ୍ପ ପଠେଇବା ଆରମ୍ଭ କଲେ, ଯେ ମଝିରୁ ହେଲ୍ପ ପଠେଇବନି ତ ପଛରୁ ହିଁ ପଠେଇବା ଆରମ୍ଭ କଲେ। ଯେ ସିଏ ଆମଠୁ ଅଧିକ ପାନିକରେ ଅଛନ୍ତି, ଭାଇ ଆମେ ଆସୁଛୁ, ରହିଯା ଆମେ ଆସୁଛୁ। ମୁଁ ଦେଖିକି ଭାଇ କହିଲି, ଭାଇ ମୁଁ ଟିକେ ଅଧିକା ବୁଦ୍ଧିଆ, ଭାଇ ରେସରେ ଗଲା।
ଏବେ କେମିତି କରି ଜିତିବାର ଅଛି। ଆମେ ସିଏ ଯେତେ ଜୋରେ ଆଉଛେ ଆମେ ତାଠୁ ଜୋରେ ଦୌଡିବାକୁ ଚେଷ୍ଟା କରୁଛୁ। ସିଏ ତା ପାଖାପାଖି ଆସିଲେ ପଣ୍ଡାରେ ଏତେ ବୁଦ୍ଧ ବୁଦ୍ଧି ନିଜ ଚକୁ ଉଠେଇଲା ଫୋପାଡା ସିଏ ଭାଇ ପାଖକୁ ଯଦି ଆସ ପତ୍ର ହିଁ ଫୋପାଡିବି। ଆଉ ଇଣ୍ଟରେଷ୍ଟ କଥା ଏଇଟା କଣ କହୁଛି ନିଜରେ ହିଁ ପାଣି ଗଳି ପଇଲା। ବେଳା ଭଲ ଆମେ ମୁଁ ସମସ୍ତେ ହାତ ଧରି ଦେଇଥିଲୁ କିନ୍ତୁ ବିଚାରା ସିମରନ ପାଗଲୁ ସିମରନ ମତେ ତମେ ବଞ୍ଚାଅ ନହେଲେ ଏଇଠି ବହିକି ମୋ ଜୀବନ ହତ୍ୟା କରିଦେବି। ଏଇଠି ଯୋଉ ଗୋଟେ ନୂଆ ସ୍ମୃତି ସୃଷ୍ଟି ହବ। ବିଚରା ସେ ଝିଅଟେ ସିଏ ମାନେ ଘାବରେଇ ଗଲେ। ଇଏ କଣ କରିବେ ମତେ ଡାକୁଛନ୍ତି ଭାଇ ଅଭିଜିତ ଅଭିଜିତ ତାକୁ ବଞ୍ଚା କହିଲେ ଅଭିଜିତ ନା ଅଭିଷେକ ନା ଅଭିଜିତ ତମ ଭରଫ୍ରେଣ୍ଡ ନା ମୁଁ ଏଠି କଣ କହୁଛି। ଆମେ ଦିଟା ଚୁପ ହେଇଗଲୁ। ଶୁଣୁ ମତେ ଦେଖୁଛୁ ମୁଁ ତାକୁ ଦେଖୁଛୁ। ଆମେ ଦି ଜଣ ଏକା ସାଙ୍ଗରେ କହୁଛୁ ବୟଫ୍ରେଣ୍ଡ। ତାକୁ ଗୋଟେ କାଣିକି ରାଉଣ୍ଡ ଭିତରେ ଥୋଇଲୁ ତା କାନ ଟାଣିକି ଆମେ ଷ୍ଟାର୍ଟ ହେଇଗଲୁ ହୋ ଦିଲ ୱାଲେ ପୁଛତେ ଲେ ଯା। ଆଉ ଏଇଟା କରିକିରି ଆମକୁ ଯେମିତି ଲାଗିଲା जय श्री राम। ଆମର ଟୋଟାଲି ଜୀବନ ସଫଳ ହେଇଯାଇଛି। ଆମେ ତାକୁ ସେମିତି କରୁଛୁ। ଆମକୁ ପାଣି ଆକ୍ଚୁଆଲି ତିନିଟା ଜିନିଷ ଦେଖା ହଉଛି ଗୋଟେ ହେଲା ପଣ୍ଡାର ଲାଇଫ ଜ୍ୟାକେଟ ଆଉ ଗୋଟେ ହେଲା ପଣ୍ଡାର ଚପୁ ଆଉ ଗୋଟେ ନିଜେ ପଣ୍ଡା। କିନ୍ତୁ କିଛି ସମୟ ପରେ ଆସି ଦେଖିଲା ବେଳକୁ ଆମକୁ ଖାଲି ଦିଟା ଜିନିଷ ଦେଖା ହଉଛି। ଗୋଟେ ହେଲା ପଣ୍ଡାର ଚପୁ ଆଉ ଗୋଟେ ହେଲା ପଣ୍ଡାର ଲାଇଫ ଜ୍ୟାକେଟ। ତ ଏ ସତ କଥା କହୁଛି ମୁଁ ସିନା କମେଡି କରୁଛି ଏଠି ମୁଁ ସିରିୟସଲି କହୁଛି ଯେ ସେଇ ଯୋଉ ସମୟ ଥିଲା ସେ ଯୋଉ 3 ରୁ 4 ମିନିଟ୍ ଥିଲା ସେଇଟା ମୋ ପାଇଁ ସବୁଠାରୁ ହାର୍ଡକୋର ମୋମେଣ୍ଟ ଥିଲା ହାର୍ଡେଷ୍ଟ ମୋମେଣ୍ଟ ଥିଲା ମୋ ଲାଇଫର। ଯେ ମୁଁ କଣ କରିବି ଇଏ ତ ପାଣିରେ ବୁଡି ସାରିଲା ନା ଇଏ ଆଠିଲା ପରେ ମୁଁ କଣ ତାକୁ ଜବାବ କଣ ଦେବି। ସିଏ ତ ମୋ ଭରସାରେ ଆସିଥିଲା ନା ତା ବାପା ମାଆଙ୍କର ଘରେ କଣ ଜବାବ ଦେବି। ତ ମୋ ଭରସାରେ ଆସିଥିଲା ନା। ମୁଁ ସମସ୍ତଙ୍କୁ ଏମିତି ହାତ ଯୋଡି କହିବାକୁ ଚାହୁଁଛି ଯଦି ବି କୋଉଠି ଗୋଟେ ଆଡଭେଞ୍ଚରସ୍ ଆକ୍ଟିଭିଟିକୁ ଯାଉଛନ୍ତି ତ କିଛି ଏମିତି ବି ମଜାକ କରନ୍ତୁନି ଯାହାର ଅଣ୍ଡୁ ବଟନ ତମ ପାଖରେ ନଥିବ। ମତେ ସତ କଥା କହୁଛି ଯେ ମତେ ସେ 3 ମିନିଟ୍ ମତେ ପ୍ରତ୍ୟେକ ମିନିଟ୍ ଗୋଟେ ଘଣ୍ଟା ଭଳିଆ ଲାଗୁଥାଏ ପ୍ରତ୍ୟେକ ସେକେଣ୍ଡ ଗୋଟେ ମିନିଟ୍ ଭଳିଆ ଲାଗୁଥାଏ। ମୁଁ ଭାବୁନି ମା ଠାକୁରଙ୍କୁ ଡାକୁଛି ପ୍ରଭୁ ଏଇ ରିଙ୍ଗ ଟା ମତେ ଥରେ ଦେଇଦିଅ ଏଇ ଚାନ୍ସ ଆଉ କେବେ ଭୁଲ କରିବିନି। ତ ଠାକୁରଙ୍କୁ ଡକା ହବ ଡାକିକିରି ଯାହା ହଉ ପହଞ୍ଚିଗଲା କଣ ହେଲା ନା ରେସ୍କ୍ୟୁ ଆସିଲେ ପଣ୍ଡାକୁ ଥୋଇଲେ ବିଚରା ଅଧମରା ସେଠି ପଡିକିରି ଅଛି। ଆମେ ଯାଇକିରି ମୁଁ ଯାଇକି ତାକୁ ଉଠଉଛି ତୁ ଭାଇ ଉଠ ଭାଇ ତୁ ଉଠ ତୁ କରୁଛୁ କଣ ତା କଲର ଧରି ମୁଁ ବାଡେଇ ଚାଲିଛି ଯାହାର ଗୀତ ଶୁଣିବା ପାଇଁ ଆମେ ଏତେ ଆମ ମାଇଣ୍ଡ ଚିଡୁଥିଲା ଯାହାର ଶବ୍ଦ ଶୁଣିଲେ ଆମେ ଏତେ ଇରିଟେଟ ହଉଥିଲୁ ତାର ଗୋଟେ ଶବ୍ଦ ପାଇଁ ଆମ କାନ ତର୍ସୁଥିଲା। ତା କଲର ଧରି ମୁଁ ବାଡେଇ ଡାକୁଛି ଭାଇ ତୁ ଉଠ ତୁ ଆଖି ଖୋଲ ତୁ ନ ଉଠିଲେ ମୁଁ କରିବି କଣ ତୁ ଉଠ। ଏଇ ସମୟରେ ହଠାତ୍ କିନା ତାର ନିଦ ଭାଙ୍ଗିଲା ପ୍ରଭୁକୁ ଏବେ ବି ଧନ୍ୟବାଦ ଦେବି ଯାହା ହଉ ତା ଆଖି ଫିଟିଲା ଆଉ ସେ ନିଶ୍ୱାସ ନେଲା। ମତେ ଡାକୁଛି ଭାଇ ଟିକେ ଶୁଣିଲୁ ରେ ତା ପାଟିରେ ପାଣି ପଶି ଯାଇଛି। ମୁଁ କହିଲି କଣ ହେଲା ନା ଭାଇ ଭିଡିଓ ହେଲା। Music